ଭିତରେ ନଦୀରେ ଆସିବା ପରେ ବନ୍ୟା ଏବେ ବ୍ୟାପକ ଚାଷ ବାସ ମଧ୍ୟ ନଷ୍ଟ ହୋଇଛି। ଏବେ ବି ଅନେକ ଅଞ୍ଚଳ ପାଣି ଘରେ ରହି ଧାମନଗର କଥା ଯଦି କହିବା ଅର୍ଜନପୁର ହସନାବାଦ ପଧାନୀ ଏ ଅଞ୍ଚଳ ସମ୍ପୂର୍ଣ୍ଣ ଭାବେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି। ଭଣ୍ଡାରୀ ପୋଖରୀରେ ବର୍ତ୍ତମାନ ଆମେ ରହିଛୁ, ଷୋଳମପୁର ପଞ୍ଚାୟତରେ ରହିଛୁ। ଇଏ ହେଉଛି ଖପୁରିଆ ପଦାର ସ୍ଥାନ, ଯେଉଁଠି ଚାଷବାସର ସ୍ଥିତି କିଭଳି ରହିଛି। ଆମେ ଗ୍ରାଉଣ୍ଡ ଜିରୋରେ ପହଞ୍ଚିଛୁ। ଆପଣ ଦେଖିବେ ଅନେକ ଚାଷୀ ରହୁଛନ୍ତି, ଚାଷୀଙ୍କ ହାତରେ ଧାନ ଖେଣ୍ଡା ମଧ୍ୟ ରହିଛି। ସବୁଠାରୁ ବଡ଼ ଦୁଃଖଦ କଥା ହେଉଛି ଏମାନେ ଦୁଇ ଥରେ ବନ୍ୟାକୁ ଦେଖିଲେଣି। ୟା ପରେ ଅନେକ ଚାଷ ନଷ୍ଟ ହେବା ସହିତ ବାସ ନଷ୍ଟ ହୋଇଛି। ଏମାନେ ସମ୍ପୂର୍ଣ୍ଣ ଭାବେ ପନିପରିବା ଚାଷ ଉପରେ ନିର୍ଭର ହୋଇଥାନ୍ତି। ଆପଣ ସେ ଚିତ୍ର ମଧ୍ୟ ଦେଖୁଥିବେ, ଅନେକ ଚାଷୀ ମଧ୍ୟ ଆମର ରହିଛନ୍ତି। ଚାଷୀଙ୍କ ସହିତ ଆମେ କଥା ହେବା, ଯେହେତୁ କିଭଳି ଚାଷ ସ୍ଥିତି ରହିଛି, କ'ଣ ସବୁ ନଷ୍ଟ ହୋଇଛି, କ'ଣ ସ୍ଥିତି ରହିଛି, ସେମାନଙ୍କ ସହିତ କଥା ହେବା। ଆମ ଚାଷୀ ଅନେକ ରହିଛନ୍ତି। ମଉସା, ଆମେ ଦେଖୁଛୁ ଚାଷ ସବୁ କେମିତି କ'ଣ ନଷ୍ଟ ହୋଇଛି ବନ୍ୟା ପାଣି ମାରିବା ଦ୍ୱାରା? 2 ଥର 3 ଥର ପାଣି ଆସିବା ଦ୍ୱାରା ଆମେ ଆଗବତ କରୁଥିଲୁ। ଚାଷରେ ଆମର ନିର୍ଭର ଅଛି। ପନିପରିବା ସବୁ, ଧାନ ଚାଷ ସବୁ ନଷ୍ଟ। ବିହନ ତଳା ପାଇଲୁ, ସବୁ ଜମି ପଡ଼ିଆ ରହୁଛି। ପାଣି ଘରେ ଯେଉଁ ଥିଲା ତା ବି ସୁଦ୍ଧା ନଷ୍ଟ କରିଦେଇଯାଇଛି। ପଟୁ ପଡ଼ିକିନି ସବୁ ନଷ୍ଟ ହେଇଯାଇଛି। ଏବେ ପାଣି କେତେ ଦିନ ହେଲା କ'ଣ? ଏବେ ପାଣି 8-10 ଦିନ ହେଲାଣି। ଆଉ ଅମଳ କରିହେବନି? ନା, ଆଉ ଅମଳ କରିହେବନି। ନିଶ୍ଚିତ ଭାବେ ପନିପରିବା ଚାଷ ନଷ୍ଟ ହେବା ସହିତ ଧାନ ବ୍ୟାପକ କ୍ଷତି ଘଟିଛି। କାହିଁକିନା ବର୍ତ୍ତମାନ ଯେଉଁ ରୁଆ ଏକ ପ୍ରକାର ସରିବା ସମୟରେ ଦାଉ ସାଜିଲା ଏକ ପ୍ରକାର ବନ୍ୟା ସ୍ଥିତି। ଭାଇ, ଇଏ ଯେଉଁ ବନ୍ୟା ପରିସ୍ଥିତି ପରେ କ'ଣ ସବୁ ନଷ୍ଟ ହୋଇଛି? ଏଠି ଆମର ଫି ବର୍ଷ 3ଟା 4ଟା ବନ୍ୟା ହୁଏ। ଆଉ ଏଥର ତ 3 ନମ୍ବର ବନ୍ୟା। ଆମର ଧାନ ଆମେ ରୋଇଥିନୁ, ଧାନ ସବୁ ନଷ୍ଟ ହୋଇଗଲା। ତଳା ସେତେବେଳେ ନଷ୍ଟ ହୋଇଗଲା। ଏବେ ଧାନ ଆମେ ଯାହା ବି ହେଲେ ରୋଇନୁ, କଷ୍ଟ କରି ପାଣି ମଡ଼େଇକିନି ମଟର ଫଟର ବ୍ୟବସ୍ଥା କରିକିନି ହେଇ ଧାନ ନଷ୍ଟ ହୋଇଗଲା। ଆଉ ତ ତଳା ନାହିଁ, ଆମେ କେମିତି ଚଳିବୁ? ସବୁ ଷୋଳମପୁର, ମଣିନାଥପୁର, ଆମର ଚାଙ୍ଗୁଆ, ବାଣିଆ ଏଠି ପାଖରେ ସବୁ ପଶି ଯାଇଛି। ପନିପରିବା ସବୁ ନଷ୍ଟ ହୋଇଯାଇଛି। ତା ଦେହରେ ତ ଆମେ ନିର୍ଭର କରୁ। ଆଉ ସରକାର ଯେମିତି ସାହାଯ୍ୟ କିଛି କଲେ ଆମେ ପାଇମୁ। ନିଶ୍ଚିତ ଭାବେ ଯେହେତୁ ପନିପରିବା ଚାଷ ଉପରେ ଆଉ ଧାନ ଚାଷ ଉପରେ ଏମାନେ ନିର୍ଭର କରୁଛନ୍ତି। ସବୁଠାରୁ ବଡ଼ କଥା ହେଉଛି ଏମାନେ ହେଉଛନ୍ତି ବୈତରଣୀ ନଦୀ ପାଖରେ ଅତି ନିକଟସ୍ଥର ସ୍ଥାନରେ ଏମାନଙ୍କର ଚାଷ ଜମି ରହିଛି। ପରିବାର ପ୍ରତିପୋଷଣର ମୁଖ୍ୟ ଉପାୟ ହେଉଛି ଚାଷ। ଆଉ ଟିକେ ପ୍ରତିକ୍ରିୟା ମଉସା, ଆମେ ଦେଖୁ ଧାନ ସମ୍ପୂର୍ଣ୍ଣ ନଷ୍ଟ ହୋଇଛି। ବର୍ତ୍ତମାନ କ'ଣ କେମିତି ଧାନ ତଳି ବର୍ତ୍ତମାନ ସ୍ଥିତି ରହିଛି? ଷୋଳମପୁର ପଞ୍ଚାୟତ ଖପୁରିଆପଦା ଗାଁରେ ମୋ ଘର। କଣ୍ଟିଘାଇ, ବୈତରଣୀ ନଦୀର କଣ୍ଟିଘାଇ ପାଣି ଆସି ବହୁତ କ୍ଷୟକ୍ଷତି କରିଦେଇଛି। ଆମର ଷୋଳମପୁର, ମଣିନାଥପୁର, ବିରଳି, ଚାଙ୍ଗୁଆ ଆଉ ନପଙ୍ଗ ଇତ୍ୟାଦି ଇତ୍ୟାଦି ଷୋଳମପୁର ପଞ୍ଚାୟତ। ମୁଁ ଜମି 3 ମାଣେ ଚାଷ କରିଥିଲି, ଧାନ ଚାଷ। ପନିଆରା ବି ମୋର କିଛି ଅଛି। ପନିଆରା ଝଟା ପୋତିକି ମୁଁ କଲରା, ଜହ୍ନି ଇତ୍ୟାଦି କରିଥିଲି, ତାକୁ ନେଇଗଲା। ଆଉ ଏଠି 5-7 ଦିନ ହେଲା ପାଣି ହେଇକି ସବୁ ନଷ୍ଟ ହେଇଯାଇଛି। ଏଇ ଧାନ ସବୁ ଏଇଭଳିଆ କରିଛି। ଯାହା ହଉ ଯୁଆଡ଼ୁ ସିଆଡ଼ୁ କଟକ ଜିଲ୍ଲାରୁ ଧାନ ଆଣିକି ପ୍ରଥମ ନଈରେ ଗଲା, ତାକୁ ରୋଇଥିନୁ। ତାପରେ ଏବେ ଫେର ଆସିକି ଗଲା, ଆଉ ତଳା ନାହିଁ କି ଆଉ କିଛି ନାହିଁ। ସରକାର ଯଦି ଏକଥା ପ୍ରଶାସନ ଏ ପର୍ଯ୍ୟନ୍ତ କିଛି ଆସିନାହାନ୍ତି। ସରକାର ଯଦି ଆମ ଦୁଃଖ ନ ବୁଝିବେ ଆମେ କ'ଣ ଆଉ କରିମୁ? ବାଧ୍ୟ ହେଇକି ଆତ୍ମହତ୍ୟା କରିମୁ, ଆଉ କ'ଣ ବାଟ ଅଛି? ସେଇ ଗୋଟିଏ ଦାବି ରହୁଛି ଯେ ଏମାନଙ୍କୁ ତୁରନ୍ତ କ୍ଷେତ୍ରୀୟ ପରିଦର୍ଶନ କରାଯାଉ। ଯେଉଁ ଚାଷ ବାସ ନଷ୍ଟ ହୋଇଛି ସେମାନଙ୍କୁ କ୍ଷତିପୂରଣ ଦିଆଯାଉ, ନଚେତ୍ ଏମାନଙ୍କ ପରିବାର ଏକ ପ୍ରକାର ଉପବାସରେ ଦିନ କାଟିବେ ବୋଲି ସେମାନେ ମଧ୍ୟ ଦାବି କରୁଛନ୍ତି। ନିଶ୍ଚିତ ଭାବେ ଆମେ ମଧ୍ୟ ନକ୍ଷତ୍ର ନ୍ୟୁଜ୍ ମାଧ୍ୟମରେ, ଚ୍ୟାନେଲ ମାଧ୍ୟମରେ ଅନୁରୋଧ କରିଛୁ ପ୍ରଶାସନକୁ ତୁରନ୍ତ, ଯେହେତୁ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରନ୍ତୁ ଏବଂ ଲୋକମାନଙ୍କର ଯେଭଳି ଭାବେ ଚାଷ ବାସ ନଷ୍ଟ ହୋଇଛି ସେମାନଙ୍କର ସମ୍ପୂର୍ଣ୍ଣ ଭାବେ ତାଙ୍କୁ ସରକାର ତରଫରୁ ସହାୟତା ଯୋଗାଇ ଦେଲେ ଲୋକମାନେ ଉପକୃତ ବୋଲି ଦାବି କରିଛନ୍ତି। ଭଦ୍ରକ ଭଣ୍ଡାରୀ ପୋଖରୀ ଷୋଳମପୁରରୁ ସତ୍ୟବ୍ରତ ପ୍ରଧାନ, ନକ୍ଷତ୍ର ନ୍ୟୁଜ୍।